ଏବେ ଅଙ୍ଗନବାड़ी କର୍ମୀଙ୍କ ପାଇଁ ଆସିଲା ବଡ଼ ଖବର। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 70ଟି ଅଙ୍ଗନବାଡ଼ି କେନ୍ଦ୍ର ବଢ଼ିଛି। ବର୍ତ୍ତମାନ ରାଜ୍ୟରେ 74,154ଟି ଅଙ୍ଗନବାଡ଼ି ଥିବାବେଳେ ଏଥିରେ 4,86,685 ଜଣ ମହିଳା ଏବଂ 29,14,766 ଜଣ ଶିଶୁ ଉପକୃତ ହେଉଛନ୍ତି। ତେବେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 21,030 ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ 31,866ଟି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ନାହିଁ। ସେହିଭଳି 36,992 କେନ୍ଦ୍ରରେ ପାଇଖାନା, 21,634ଟି କେନ୍ଦ୍ରରେ ରୋଷେଇ ଘର ନଥିବା ବେଳେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର କିନ୍ତୁ ପାନୀୟ ଜଳର ବ୍ୟବସ୍ଥା ରହିଥିବା ପ୍ରଭାତୀ ପରିଡ଼ା ଉତ୍ତରରେ ଉଲ୍ଲେଖ କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ, ବିଦ୍ୟୁତ୍ ସଂଯୋଗ, ପାଇଖାନା, ପାନୀୟ ଜଳ ଓ ରୋଷେଇ ଘରର ସୁବିଧା ଯୋଗାଇ ଦେବା ପାଇଁ ପର୍ଯ୍ୟାୟକ୍ରମେ ଅର୍ଥ ମଞ୍ଜୁର କରାଯାଇ ବିଭାଗ ପକ୍ଷରୁ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଉଛି। ଆଉ ସେପଟେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀମାନେ। ସେମାନଙ୍କୁ ମାସିକ ଦରମା 18,000 ଟଙ୍କା ସହିତ ସହାୟିକାମାନଙ୍କୁ 9,000 ଟଙ୍କା ପ୍ରଦାନ କରାଯାଉ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅଙ୍ଗନବାଡ଼ି ଦିଦିମାନେ କରୁଛନ୍ତି। ସେହି ହିସାବରେ ପାରିଶ୍ରମିକ ମିଳୁନାହିଁ। ତେଣୁ ସରକାରଙ୍କୁ ଅନୁରୋଧ, ସର୍ବନିମ୍ନ 18,000 ଟଙ୍କା ଏବଂ ସହାୟିକାମାନଙ୍କୁ 9,000 ଟଙ୍କା ଦିଆଯାଉ। ଯେ ପର୍ଯ୍ୟନ୍ତ ସରକାରୀକରଣ କରାଯାଇନାହିଁ ସେହି ପର୍ଯ୍ୟନ୍ତ 18,000 ଟଙ୍କା କର୍ମୀମାନଙ୍କୁ ଏବଂ ସହାୟିକାମାନଙ୍କୁ 9,000 ଟଙ୍କା ଦିଆଯାଉ ବୋଲି ଦାବି ହେଉଛି। ଏମିତି ଦୀର୍ଘ ଦିନ ଧରି ଅଙ୍ଗନବାଡ଼ି କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ସେମାନଙ୍କର ଦରମା ବୃଦ୍ଧି ପାଇଁ। ତେବେ ଅଙ୍ଗନବାଡ଼ି କର୍ମୀମାନଙ୍କର ଗର୍ଜନ ଦେଖିବାକୁ ମିଳୁଛି, ଯାହାକି ସେମାନଙ୍କର ଦାବି ହେଉଛି ମାସିକ 18,000 ଟଙ୍କା ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଉଛି। ହଜାର ହଜାର ସଂଖ୍ୟାରେ ଏକାଠି ହୋଇଛନ୍ତି ଏବଂ ନାରାବାଜି ଦେଉଛନ୍ତି। ବଡ଼ ଦାବି ରଖି ସେମାନେ ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ। 11 ଦଫା ଦାବି ନେଇ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି। ରାଜରାସ୍ତାରେ ଗର୍ଜନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ। ସେହିପରି ରିଟାୟାରମେଣ୍ଟ ବେନିଫିଟ୍ କର୍ମୀକୁ 10 ଲକ୍ଷ ଏବଂ ସହାୟିକାଙ୍କୁ 5 ଲକ୍ଷ ଦିଆଯାଉ। ଏବେ ଅନଲାଇନରେ ସବୁ କାର୍ଯ୍ୟ ହେଉଛି। ସରକାର ଯେଉଁ ଗୋଟେ ମୋବାଇଲ ଦେଇଛନ୍ତି ସେହି ମୋବାଇଲ କାମ କରୁନାହିଁ। ସେଥିପାଇଁ ସେମାନେ 5G ମୋବାଇଲ ପାଇଁ ଦାବି କରୁଛନ୍ତି।